ଏବେ ଆପଣ ମାନେ ମିଶନ ଶକ୍ତି କଥା ନିଅନ୍ତୁ, ଆପଣ ମାନେ ମା ମାନଙ୍କୁ ଦୁବାଇ ପଠେଇବା ନିଅନ୍ତୁ, ଆପଣ ମାନେ ମା ମାନଙ୍କର ମିଶନ ଶକ୍ତି କ୍ୟାଫେର କଥା ନିଅନ୍ତୁ କି ମିଶନ ଶକ୍ତି ବଜାର କଥା ନିଅନ୍ତୁ। ଯେତେବେଳେ ଘର କୋଣରେ ମାଟିଏ ରୋଷେଇ କରୁଥିଲା ସେଇ ନବୀନ ପଟ୍ଟନାୟକ ଆପଣ ମାନଙ୍କୁ ସଭା ସମିତି ଜରିଆରେ ସଶକ୍ତ କରିକି ମିଶନ ଶକ୍ତି ଗ୍ରୁପ ମାନ କଲେ। ଗାଁରେ ଆଜ୍ଞା ଦେଖିଲେ ମତେ ଭାରି ଖୁସି ଲାଗେ। ମା ମାନେ ଘରେ ରୋଷେଇ କରନ୍ତି, ଭାଇ ମାନେ ଯାଆନ୍ତି ସଭା ସମିତି କରିବାକୁ, ଆଇଲା ବେଳକୁ ସ୍ତ୍ରୀଟିଏ ଦଣ୍ଡେ ରୋଷେଇ କରି ରଖିଥିବ, ସ୍ୱାମୀ ଫେରିଲେ ଖାଇବାକୁ ଦବ। ନବୀନ ପଟ୍ଟନାୟକ ତାକୁ ରିଭର୍ସ କଲେ, ମା ମାନେ ଘରେ ରୋଷେଇ କଲେ, ତାପରେ ବି ମା ମାନେ ସୁନ୍ଦର ସୁନ୍ଦର ଶାଢୀ ପିନ୍ଧିକି ଏଜୁକେଟ ହେଇକି ଗଲେ ସଭା ସମିତିରେ ବସିଲେ, ନିଜେ ସଶକ୍ତ ହେଲେ, ନିଜ ପରିବାର ପାଇଁ ସ୍ୱାମୀଙ୍କର ସହଯୋଗ ପାଇଁ 2 ପଇସା ରୋଜଗାର ବି କଲେ। କରିଥିଲେ ନା ନାହିଁ? କିଏ କରିଥିଲେ? ନବୀନ ପଟ୍ଟନାୟକ କରିଥିଲେ, ବିଜୁ ଜନତା ଦଳ ସରକାର କରିଥିଲା। ଏବେ ଆପଣ ମାନଙ୍କର ପରିଚୟ ଭାରତୀୟ ଜନତା ପାର୍ଟି କଣ କରିଛି? କଣ କରିଛି? ଆପଣ ମାନଙ୍କର ନୂତନ ପରିଚୟ ଭାରତୀୟ ଜନତା ପାର୍ଟି ସରକାରରେ ଛେଳି କିଣ ଛେଳି ଚୋର। ମତେ ଲାଗୁଛି ଆଉ କିଛି ଦିନ ପରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସି ଆଗକୁ କହିବେ এই ଛେଳି ଚୋରାଳି ମାନଙ୍କୁ ଡାକ, ମା ବୋଲି ଡାକିବେନି, ଯୋଉଭଳି ଭାବରେ ଆପଣଙ୍କ ନାଁରେ ଅପପ୍ରଚାର ଚାଲିଛି। ନବୀନ ପଟ୍ଟନାୟକ ମା ମାନଙ୍କୁ 5 ରୁ 10 ଲକ୍ଷ ଟଙ୍କା ଲେଖା ଦେଇକି ମା ମାନଙ୍କୁ ସଶକ୍ତ କରୁଥିଲେ, ବିନା ସୁଧରେ ଋଣ ଦଉଥିଲେ। 5,000 ଟଙ୍କା ଆମର ହବ କଣ? 50,000 ଟଙ୍କାର ପ୍ରତିଶ୍ରୁତି ଦେଇକି ଆମକୁ 5,000 ଟଙ୍କା ଦେଇକି ଏ ସରକାର ଠକିଛି, ଯାହା ପାଇଁ ଆପଣ ମାନଙ୍କର ଏ ଲଢେଇ। আজি আমি যেতবে নারী অধিকার অভিযান কথা কହୁଛେ, जो কথা ମୁଁ କହିଲି ସେ କଥା ଆପଣ ମାନଙ୍କୁ ବାରମ୍ବାର ସବୁ ନେତୃତ୍ୱ କହୁଥିବେ। ଭାରତୀୟ ଜନତା ପାର୍ଟି ହଠାତ୍ ରାଜରାସ୍ତାରେ ଓହ୍ଲେଇକି କଳା ପଟି ବାନ୍ଧିକି ଆପଣ ମାନଙ୍କୁ କହିଲା ମା ମାନଙ୍କ ପାଇଁ ଗୋଟେ ଆକ୍ରୋଶ ସମାବେଶ କରୁଛି। ଆରେ କାହିଁକି ଆକ୍ରୋଶ? ତମେ ବା ସରକାରରେ ଅଛ, ଏ ନିର୍ଲଜ୍ଜ ସରକାର, ତମେ ପରା ଶାସନରେ ବସିଛ, କାହାକୁ ଆକ୍ରୋଶ ଦେଖାଉଛ? ଆମେ ପରିଶ୍ରମ କଲେ, ନବୀନ ପଟ୍ଟନାୟକ ରାଜସ୍ୱରୁ ପଇସା ଖର୍ଚ୍ଚ କରିକି ଆମକୁ ସଚେତନତା କାର୍ଯ୍ୟକ୍ରମ କଲେ, ଆମ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବା ପାଇଁ ସ୍କୁଲ ମାନ ତିଆରି କଲେ, ମଧ୍ୟାହ୍ନ ଭୋଜନ ଦେଲେ। ଯୋଉ ପରିବାରରେ ଅତୀତରେ 14ଟା ଛୁଆ ଜନ୍ମ ହଉଥିଲା, ଆଜି ସେଇ ପରିବାରରେ 2ଟା ଛୁଆ ଜନ୍ମ କରି ସେ ପିଲାଙ୍କୁ ଉଚ୍ଚଶିକ୍ଷିତ କରାଇଲେ। ଏବେ ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ କହୁଛି ଓଡ଼ିଶାର ଜନସଂଖ୍ୟା କମି ଯାଉଛି, ସେଇଥିପାଇଁ ଆମେ ଓଡ଼ିଶା ଭାଗରେ ଲୋକସଭା ଏବଂ ରାଜ୍ୟସଭାରେ ଯୋଉ ସିଟ୍ ଥିଲା ତାକୁ କମେଇ ଦେବୁ। ତା ମାନେ ଆମେ କାମ କଲେ, ଆମେ ଫାଷ୍ଟ ହେଲେ, ତାପରେ ଆମେ ଶାସ୍ତି ପାଇବା, ଆମେ ପନିଶମେଣ୍ଟ ପାଇବା। ଓଡ଼ିଶାର ସ୍ୱାର୍ଥକୁ ହନନ ନ କରାଯାଉ, ସେଥିପାଇଁ ନବୀନ ପଟ୍ଟନାୟକ କହିଲେ ମହିଳା ସଶକ୍ତିକରଣ ନାଁରେ 33% ସଂରକ୍ଷଣ ସିଟ୍ ବିଜୁ ଜନତା ଦଳ ଆଜି ବି କାଲି ବି ଚାହୁଁଥିଲା, ଆଜି ବି ଚାହୁଁଛି, ଆଗାମୀ ସମୟରେ ଚାହିଁବ। ତା ପୂର୍ବରୁ ମା ମାଟିର କଥା, ଓଡ଼ିଶାର କଥା, ଓଡ଼ିଶାର ସ୍ୱାର୍ଥକୁ ହନନ ହେଲେ କେବେ ବି ବିଜୁ ଜନତା ଦଳ ସେଭଳି ବିଲ୍କୁ ସପୋର୍ଟ କରିବନି। ତେଣୁ ବିଲେଇ ମୁହଁରେ ବାଘ ଛାଲ ଲଗେଇକି ବାଘ କହିଲେ ଆମ ଓଡ଼ିଆ ଲୋକ ବୋକା ନୁହନ୍ତି, ଆମେ ତାକୁ ବିଶ୍ୱାସ କରିଯିବୁ। ସେଥିପାଇଁ ଆମେ ଡିଲିମିଟେସନ ବିଲ୍କୁ ସପୋର୍ଟ କଲୁ ନାହିଁ। ଆପଣମାନେ ଜାଣିଛନ୍ତି ଲୋକସଭାରେ ଆମର 543 ସିଟ୍। ଯଦି ବିଜେପି ସରକାର ଚାହୁଁଛି ମହିଳାକୁ ସଶକ୍ତ କରାଯାଉ, ତାହେଲେ 543 ସିଟ୍ରୁ 33% କାହିଁକି ଦଉନି? କାହିଁକି ଦଉନି? ତାଙ୍କ ଭଳି ପୁରୁଷ ନେତାମାନଙ୍କ ଭାଗ ଛିଡ଼ିବ, ମହିଳା ମାନଙ୍କ କଥା ପୁରୁଷ ପରେ ବିଚାର କରାଯିବ। ନବୀନ ପଟ୍ଟନାୟକ କହିଲେ ଓଡ଼ିଶାର ସ୍ୱାର୍ଥକୁ ହନନ କରାଯିବନି, ଆମ ଭାଗରେ 33ଟା ସିଟ୍ ପଡୁଛି, ଆମେ କାହିଁକି 27ଟା ସିଟ୍ ଦବୁ? ସେଥିପାଇଁ ଆମେ ସେ ବିଲ୍କୁ ସପୋର୍ଟ କଲୁ ନାହିଁ। ଆଜି ଯଦି ଭାରତୀୟ ଜନତା ପାର୍ଟି ସରକାର 543ଟା ସିଟ୍ରୁ 33% ସିଟ୍ ଦବ, ଆମେ ସେବେ ବି ସପୋର୍ଟ କରିଥିଲୁ, ଆଜି ବି ସପୋର୍ଟ କରିବୁ। କାରଣ ଓଡ଼ିଶା ମାଟିରେ ନବୀନ ପଟ୍ଟନାୟକ ମହୋଦୟ ହୁଅନ୍ତୁ କି ଡକ୍ଟର ଅରୁଣ କୁମାର ସାହୁଙ୍କ ଭଳି ନେତୃତ୍ୱ ହୁଅନ୍ତୁ, ସେମାନଙ୍କ ପାଇଁ ମହିଳା ବିକାଶ ସର୍ବାଗ୍ରେ ଥିଲା, ଅଛି, ଆଗାମୀ ସମୟରେ ରହିବ। ନିର୍ବାଚନର ସମସ୍ତ ଶ୍ରେୟ ବିଜୁ ଜନତା ଦଳର ସର୍ବମାନ୍ୟ ନେତାଙ୍କଠୁ
आरंभ करी वरिष्ठ नेता पर्यंत समस्ते माँ मानकु दियंती। आपण सुनिछंती ना नाही? नवीन पटनायक जितिला परे प्रथम कहती माँ मानक आशीर्वाद आमे जिते। सुनिछंती ना नहीं? तेणु बीजेपी जदि आपण मानकु भुआ बुलेइबो आपण माने तांको प्रश्न करिवे हयो तमे कोउटी थिल नवीन पटनायक नुआ नुआ ब्लेजर किनै कि आम मानकु सशक्त करिकि दुबई पठेइतिला तमे हमकु छेड़ी धरे कि घरे बसेयकु चेष्टा करछो आय प्रश्न करिवे निश्चित। आज्ञा बीजेपी नेता माने আজি महिला सशक्तिकरण कथा कहउछन लज्जा लगिबा कथा एभଳି दलकु एभଳି नेतांकु जो दलर राज्य सभापति जेतबळे नवीन बाबू द्वितीय थर सरकार थांती मंत्रिमंडल नवीन बाबू एमानकु तंटिया देकी विदा करथिले बीजेपी रो राज्य सभापति मनमोहन सामंतकु कौन पाई को कारण पाई ता विषय खबर नेबे। जो राज्य सरकार को मंत्रिमंडल जड़े मात्र मंत्री महिला सी आज महिला सशक्तिकरण कथा कहूची लाज तांको लागु नाही को भली भाबरे से माने कहउछन। जो दल भारत वर्ष रे आपण माने जानिचंती ओलंपिक खेलुतिबा क्रीडाविद मानकु बारंबार अपव्यवहार करिचंती। जो दल आपण माने जानिचंती जो बाबा माने महिला दुष्कर्म रे संपृक्त थाती सेमानकु जेल रु अणेकी निज वाशिंग मशीन रे सफा करी बीजेपी निज दल रे मिसाए निर्वाचन समय रे हरियाणा बाबा गुजराती बाबा मानकु पारण दिए जो माने धर्षणकारी दुष्कर्मकारी सेमाने आज महिला सशक्तिकरण कथा कहउछन।